ସିଏ ପ୍ରତିଦିନ ମୋ ଘରେ ମୂଳ ଲଗାଏ, ମୁଠାଏ ଭାତ ପାଇଁ କୁକୁର ଭଳି ମୋ ଦୁଆର ଘରେ ପଡ଼ି ରହେ। ତା ଭାଇ ହବ ପୁଣି ମୋ ଭିଣେଇ। ମାଟି ଆକାଶ ଏକାଠି ହେଇପାରେ, ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେଇପାରେ, ହେଲେ ସପନା ପ୍ରଧାନ ଭାଇ ସୁମନ ପ୍ରଧାନ ମୋ ଭିଣେଇ ହେଇପାରେ ନା। ବଂଶୀ ଲାଗୁଛି ସେ ସପନାର ପ୍ଲାନ୍ କରି ତା ଭାଇକୁ ମୋ ଭଉଣୀ ସହିତ ସପନା ପ୍ରଧାନ ଆପଣଙ୍କଠୁ ଯେତେ ଟଙ୍କା ସେ ତ 7 ଜନ୍ମ ଯାକେ ବି ସୁଝି ପାରିବେ। ଆଉ ଏମିତି ଗୋଟିଏ ସୁଯୋଗ ଖୋଜୁଥିଲା ଯେ କି ସୋନିକୁ ବହୁ କରିନେଲେ ଆପଣ ଆଉ ଟଙ୍କା ମାଗିବେ ନା ସେ ଆଉ ଗୋଟି ଶ୍ରମିକ ହେଇ କାମ କରିବେ। ଶାନ୍ତ ଧରିବାର ସ୍ୱପ୍ନଟା ତାର ସ୍ୱପ୍ନରେ ରହିଯିବ। ଯଦି ଏ କଥା ସତ ହେଇଥାଏ ତାହେଲେ ସୁମନ ପ୍ରଧାନ ଏ ଘରେ ଜୁଆଇର ସମ୍ମାନ ପାଇବନି, ବରଂ ଗନ୍ଧା କୁକୁର ହେଇ ରହିବ। ଆରେ କଥାଟା କିଛି ବୁଝି ହେଲାନି। ଆରେ ମୋ ଭାଇ ବିସ୍ମୟଟା ସିନା ମୋର ହେଲାନି, ହେଲେ ମୋ ଭଉଣୀ ଶନି ମୋ ହାତ ତିଆରି ଖେଳନା। ସେ ତା ଭାଇକୁ ଠିକ୍ ଚିହ୍ନିଛି। ମୁଁ ତାକୁ ଯେମିତି ନଚେଇବି ସେ ସେମିତି ନାଚିବ। ये बिना पानी रे बताए जाएगा हबो ना। मते जाती है आज तो सोनी आसीबार थिला, से तो मते कहितला जे आसीब बोली, हेले ए पर्यंत देखा नै तार। सुमन सोनी के विवाह करबा पूर्व ता विषय किछि जानिछ ना जानिनो? भाई सोनी सहित भल भाई संपर्क करी फेर करे मु सोनी को जेती जानी छी सोनी समूह को भाग्य न थाए। सोनी कोटिपति मालिक दास भौनी ए कथा जानिछ ना जानिनो? हां मु जानी छी सोनी और मो बिकाउची आकाश माटी रो फरक। असली आकाश के बारे कथि हेई पारे ना। भगवान पे पाखे सब संभव। सुवर ओजन डायरेक्ट हाय मंडळी तब मैं काम के तुम तो पसंद करो तब आए तो कस्टमर को पसंद देखी मुंह तक पसंद करो भाई ओके नहीं सुवर आपको मत हां भाई मु गोटे गरीब घर पिला अक्षरीय मनीष आपण मते के सहायता कले मो भाग्य बदल जीव। मो भौनी सोनी होची मो छातीर कलिजा। मो छातीर कलिजा को मु केबे अनुधाव देबी। अरे से जेतबे तुमको लाइफ पार्टनर भाबे सिलेक्शन करिछि मो भी तुमको भिड़ेई भाबे स्वीकार करू। Public Builders Company MD. I mean, Managing Director. It's on. Hawai ke tarara udara. Kabe adiko amo Public Builders Company ro Managing Director. What a condition. No condition e raji নহলে
ହୁଏତ ତମେ ଫେରି ଯାଇପାର। କଣ୍ଡିସନ କୋଉ କଣ୍ଡିସନ? ତମେ ସବୁଦିନ ପାଇଁ ତମ ଘରକୁ ଭୁଲିଯିବ। ତମେ ଘରେ ଜ୍ୱାଇଁର ସ୍ୱୀକୃତି ପାଇସାରିବା ପରେ ତମ ଘର ସହିତ ତମର କୌଣସି ସମ୍ପର୍କ ରହିବନି। ସମ୍ପର୍କ ରହିବ ଏତିକି, ତମେ ରାଜା ସେମାନେ ପ୍ରଜା। ଆମର ଲାଷ୍ଟ କଣ୍ଡିସନ, ଏ ବାଲ୍ମିକ ଦାସର କଥାକୁ ବେଦରକାର ବୋଲି ମାନି ନେବ। ପ୍ରତିବାଦ କରିବନି କି ପ୍ରତିବନ୍ଧକ ପାଇଁ ଛିଡ଼ା ହବନି। ସୁମନ ମୋ କଣ୍ଡିସନରେ ରାଜି ନା ନାହିଁ? ସୁମନ यही पड़ा लाइट कौन लगा दे करेंट भाई ଭାଇ ସେ କଥା ତୁ ରାଜି ଯାଉ ନା। ये भी मार दी करें ଆଉ କେତେ ପରେ ତମେ ବାଲ୍ମିକ ଦାସର ଭିଣେଇ ହେବାକୁ ଯାଉଛ। ଆରେ ସମସ୍ତେ ତମକୁ ଜୟ ସାର୍ କହି ସେବା କରିବେ। ଆଉ ତମେ ରାଜା ଉଆସରେ ରାଜା ବନି କରିବ। ମୋ ସୁମନ ମୋ କଥାରେ ରାଜି ନା ନାହିଁ? ଆରେ କୁହ ସୁମନ ମୋ କଥାରେ ରାଜି ନା ନାହିଁ? ଆରେ ସୁମନ କୁହ। ମୁଁ ଆପଣ କଣ୍ଡିସନରେ ରାଜି। ହଁ ଶୁଣ ଶୁଣ, ଆଜିଠାରୁ ତମେ କମ୍ପାନୀ ଯାଇ ଜଏନ୍ କରିବ। ହଁ ଶୁଣ, କମ୍ପାନୀର ଯେମିତି କିଛି ଲସ୍ ନ ହୁଏ। ଭାଇ ମୁଁ କେବେ ବି ଚାହିଁବିନି କମ୍ପାନୀର କେବେ ଲସ୍ ହଉ। ଆରେ ମ୍ୟାମ୍ ସୋନି ଆଉ ଛିଡ଼ା କାଇଁ? ସୁମନ ଗୁଡ଼େ ଭିତରକୁ ଯା। ହଁ ସୁମନ, ସୁମନଙ୍କର ଯେମିତି ଏ ଘରେ କିଛି ଅସୁବିଧା ନ ହୁଏ। বাল্মীকি দাস বুঝলে অবুঝা, না বুঝিলে বি অবুঝা। ও পাখরে নাই বিশ্বাস কি অবিশ্বাস। যে করে মতো বিশ্বাস সে রহে বৃন্দাস। আর যে করে মতো অবিশ্বাস মো করে তার সর্বনাশ। সুমন প্রধান ও কথারে চালিয়ে বিন্দাসে রহিব। আর মো কথাকে প্রতিবাদ কলে মো তো সর্বনাশ করে দেবি। ଆଉ କେତେ ଜଣଙ୍କର ସର୍ବନାଶ କରିବ? ଗୋଟିଏ ବସ୍ତିରେ ନିଆଁ ଲଗେଇଦେଲ, ମିଡ଼ିଆ ବାଲାକୁ କହିଲ କଣ ସର୍ଟ ସର୍କିଟରେ ନିଆଁ ଲାଗିଗଲା। ପକେଟ ବାଲାକୁ ପଇସା ଦେଇକି ଆସି ଚାପିଦେଲ। ତୁ ଚାହୁଁଥିଲୁ ତୋ ଭାଇ ହାତରେ ହାତ ପଡ଼ିଥାନ୍ତା, ତୋ ଭାଇ ବନ୍ଧା ହେଇ ଥାନାକୁ ଯାଇଥାନ୍ତା। ଏ ବିଶ୍ୱ ତତେ ଅନେକ ଥର କହିଛି ମୋ ସହିତ ପ୍ରତିଦ୍ୱନ୍ଦ୍ୱୀ ହବାକୁ ଚେଷ୍ଟା କର। ସେ 500 ଟଙ୍କାର ନ୍ୟାୟକୁ ଅଖାଡ଼ିବାକୁ ଚେଷ୍ଟା କରନା। ସତଟା ବି କେବେ ଲୁଚି ରହେନି। ମିଛିବା ଛାତି ଚିରି ସତ୍ୟଟା ପ୍ରକାଶ ପାଏ। ଆଉ ରାତ୍ରି ସରିଯିବ, ଧରା ପଡ଼ିଯିବ ତମେ। କଣ କହିବାକୁ ଚାହୁଁଛୁ ତୁ? ସୋନିଆ ସାମଲ ମଲା କେବେ ଯାଏ? ମୋ ଯା ପଚାରୁଛି କୁହ, ସୋନିଆ ସାମଲ ମଲା କେବେ ଯାଏ? ଘରେ ନିଆଁ ଲାଗିଥିଲା, ସେ ପଡ଼ିଗଲା। ନା, ଆମେ ସେ ଇନ୍ସପେକ୍ଟର ଆଉ ତମେ ଆଉ ସେ ବଇଁଶୀ ମାଉଣ୍ଟ ମିଶି ସୋନିଆକୁ ମାରି ଯାଇଛ। ନା ତମ ସେ ଚେହେରାଟାକୁ ଆଉ ଲୁଚିବାକୁ ଚେଷ୍ଟା କର ନା। ବଇଁଶୀ ମାଉଣ୍ଟকে ହାତ କରି ତମେ ସେ ବସ୍ତିରେ ନିଆଁ ଲଗେଇ ଦେଇଛ। ଏ କଥାଟା ସୋନିଆ ସାମଲ ଜାଣିଥିଲା। କାଳେ ସୋନିଆ ସାମଲ ବାହାରେ ପ୍ରକାଶ କରିଦେବ ବୋଲି ତମ ବାଟରୁ ସୋନିଆକୁ ହଟେଇ ଦେଇ আরে ভাই যাবরা চুপ হয়ে যা। কান্থ বাড়াবি কেন? সতটা যেতବେଳେ বন্ধ ହେଇଯିବ ତମର ଏ ସାତ ମହଲାଟା ଫାଟି ଛିଞ୍ଚତ ରହି। ଏ ବିସ୍ମୟ ଦାସ ସତଟାକୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିବ। ଆଉ ସୋନିଆ ସାମଲର ହତ୍ୟାକାରୀକୁ ଫାଶୀ ଖୁଣ୍ଟରେ ଝୁଲେଇ ଦେବ। ଜଳକା ନିଆଁକୁ
ଡେଇଁବାକୁ ଜମା ଚେଷ୍ଟା କର ତାହେଲେ ଚଳି ପଡି ପାଉଁଶ ହେଇଯିବୁ ପାଉଁଶ। ଏ ବିସ୍ମୟ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ସହିତ ସଂଗ୍ରାମ କରେ ମନକୁ ଡରେଇନି। ସତଟା ଦିନେ ପ୍ରକାଶ ପାଇବ, ସତର ଝଡ଼ଟା ଆସିବ, ତାକୁ କେହି ବି ରୋକି ପାରିବେନି। ଏମିତି ତମେ ବି ନୁହଁ। ସେଇଦିନ ଅନୁତାପ କରିବ ଆଉ ଚିତ୍କାର କରି କହିବ ଏମିତି ଜୀବନ କାହାର ନାହିଁ। ଆଠତଳ ପରେ ସାତତଳ ପଙ୍କ ଭିତରେ ଯେ ଶହ ଶହ ସତ୍ୟ କରୁଛି ତାକୁ ପୁଣି ଝଡ଼ ଦେଖଉଛି। ଆରେ ବଂଶୀ ରଚେଇ ଦେଇଛ। ବଂଶୀ ଭାଇ ବିସ୍ମୟ ମତେ ପାଗଳ କରିଦବ ରେ ପାଗଳ। ସିଏ ପାଗଳ ହେଇନାହାନ୍ତି ବିସ୍ମୟ ବାବୁ, ତାକୁ ପାଗଳ କରିଛି ରାଧାର ପ୍ରେମ। ବଂଶୀ କିଏ ସେ ସୁନ୍ଦରୀ ରାଧା ଯାହା ପ୍ରେମରେ ମୋ ଭାଇଟା ପୁରା ପାଗଳ ହେଇଯାଇଛି? ଆରେ କହ ବଇଛି କିଏ ସେ ସୁନ୍ଦରୀ ରାଧା? ଆଉ କେହି ନୁହଁ ସାରେ, ସେ ହଉଛି ସୋନିଆ ସାମଲ ଭଉଣୀ ଋତୁ। ସାରେ ଆଉ ଗୋଟେ ପିଏକେ ହବ ନା? ଏମିତି ପ୍ରେମରେ ପଡ଼ିଛି ଯେ ଖାଲି ପ୍ରେମ ପ୍ରେମ ପରା ଏଠି ବାସୁଛି। ସେ ଋତୁ ପ୍ରେମକୁ ଏମିତି ପାଗଳ କରିଦେଇଛି ଯେ ସେ ତା ଭାଇ ହାତରେ ହ୍ୟାଣ୍ଡକପ୍ ପକେଇବାକୁ ପଛ ଘୁଞ୍ଚା ଦଉନି। ଆରେ ସବୁଆଡେ ଖାଲି ପ୍ରେମ ପ୍ରେମ, ଖାଲି ପ୍ରେମ ପ୍ରେମ ପରା ବାସୁଛି। ପ୍ରେମରେ ପଡ଼ିଲେ